ସେଇଟା ପରମାତ୍ମା ସାଙ୍ଗେ ମିଶିବାର ରାସ୍ତା। ଏଇ ହଠଯୋଗ ସହିତ ଏଇ ଯେଉଁ ଯମ ନିୟମ ଆସନ ପ୍ରାଣାୟାମ ସହିତ ଆଉ ତିନିଟା ଜିନିଷ କିଛି ଅଛି। ବନ୍ଧ, ମୁଦ୍ରା ଆଉ ହେଉଛି ଶୋଧନ ପ୍ରକ୍ରିୟା, ଷଟ୍ ଶୋଧନ। 4 3 7ଟା ହେଲା ହଠଯୋଗ ଭିତରେ ମନେ ଯେ ଯଦି ଆମେ ମୁଦ୍ରା କରୁଛେ, କାହିଁକି ମୁଦ୍ରା କରୁଛେ? ମୁଦ୍ରା, ବନ୍ଧ, ଜଳଧର ବନ୍ଧ, ଉଡ୍ଡୟନ ବନ୍ଧ, ସେ ବନ୍ଧ ଆଉ ହେଉଛି ଗୋଟେ ଶୋଧନ ପ୍ରକ୍ରିୟା, ଷଟ୍ ଶୋଧନ। ଷଟ୍ ଶୋଧନ ଭିତରେ କେଉଁଗୁଡ଼ାକ ନା ସବୁ ଯେମିତି ଆମେ ଗୋଟେ ଲୁଗାକୁ ରଙ୍ଗ କରିବାକୁ ଚାହୁଁଛେ ତା ପୂର୍ବରୁ ଆମେ ଲୁଗାକୁ ସଫା କଲେ ରଙ୍ଗ ଦେଇପାରୁଛୁ। ସବୁ ମାନେ ଯୋଗରେ ସବୁ ଅର୍ଗାନ ମାନଙ୍କୁ ଆମେ ଯେତେବେଳେ କାମ କରୁଛେ ତା ପୂର୍ବରୁ ସବୁ ଅର୍ଗାନ ମାନଙ୍କୁ ସେ ଶୋଧନ କରିକି ପରିଷ୍କାର କରିବାକୁ ଚେଷ୍ଟା କରୁଛନ୍ତି। କେମିତି ନା ଗୋଟେ ହେଲା ଆମର ଷଟ୍ ଶୋଧନ କ'ଣ? ନେତି, ନେତି ଦ୍ୱାରା ନାକର ଶୋଧନ ହେଉଛି, ନାକ। ଧୌତି, ପାକସ୍ଥଳୀ ଶୋଧନ ହେଉଛି। ବସ୍ତି ମାନେ ଇଣ୍ଟେଷ୍ଟାଇନର ଶୋଧନ ହେଉଛି, ଝାଡ଼ା ଫାଡ଼ା କରିକି ବସ୍ତି। ନେତି, ଧୌତି, ବସ୍ତି। ତା ସାଙ୍ଗରେ ଅଛନ୍ତି କପାଳଭାତି, କପାଳଭାତିର ଶ୍ୱାସକ୍ରିୟାର ଶୋଧନ ହେଉଛି। ତାପରେ ହେଉଛି ନୌଳି, ପେଟକୁ କଣ୍ଟ୍ରାକ୍ସନ କରିକି ନୌଳି। ତାପରେ ହେଉଛି ତ୍ରାଟକ, ତ୍ରାଟକର ଆଖି ଶୋଧନ। ତେଣୁ ଇଏ 6ଟା କରିଛନ୍ତି ଆଗ ପ୍ରାଣାୟାମ ସହିତ ଏଇଟାକୁ ମଝିରେ ମଝିରେ ସବୁ ମାନେ ଯେତେକ ଅର୍ଗାନ ତାକୁ ସଫା କରିବାକୁ ସେ କରିଛନ୍ତି ଶୋଧନ ପ୍ରକ୍ରିୟା। ଛାଡ଼, ସେ ଯେତେବେଳେ ଶୋଧନ ପ୍ରକ୍ରିୟା କରେ କୁହାଯିବ ଡିଟେଲ, ସିଏ ଗୋଟେ ଗୋଟେ ଚାପ୍ଟର ଶୋଧନ ପ୍ରକ୍ରିୟା। ତେଣୁ ବର୍ତ୍ତମାନ ଆମେ ଆସିଗଲେ ଅଷ୍ଟାଙ୍ଗ ଯୋଗରୁ 4 3 7ଟା ହେଉଛି ହଠଯୋଗ। ଏ ପ୍ରଥମ ଯେଉଁ 4ଟା କଲେ ଯମ ନିୟମ ଆସନ ପ୍ରାଣାୟାମ ଅଷ୍ଟାଙ୍ଗ ଯୋଗରୁ, ସେ ଯମ କ'ଣ? ଯମ କହିଲେ ତମେ ଯେମିତି ଆମେ ମନକୁ ପରିଷ୍କାର କରିବା ଲାଗି, ଭଲ ମନ ରଖିବା ଲାଗି ସେ ଗୋଟେ କହିଲେ ଯମ କ'ଣ ନା ଅହିଂସା, ସତ୍ୟ, ଆସ୍ତେୟ, ବ୍ରହ୍ମଚର୍ଯ୍ୟ, ଅପରିଗ୍ରହ। ଯମର 5ଟା ବ୍ରାଞ୍ଚ। ଜଣେ ଲୋକ ଜଣେ ହିଂସା କରୁଥିବ, ତା ମନଟା ଯାହା ହେଉଥିବ, ଜଣେ ପୂଜା କରୁଥିବ ତା ମନ ସେ ହେବ କି? ତେଣୁ ସେ ମନଟାକୁ ପବିତ୍ର ରଖିବା ଲାଗି ବା ଭଲ ସ୍ୱଚ୍ଛ ରଖିବା ଲାଗି ତାକୁ ପ୍ରଥମେ କହିଲେ ଯିଏ ଯୋଗ କରିବ ଅହିଂସା କରିବ, କାୟ ବାକ୍ୟ ଶବ୍ଦରେ କାହା ପ୍ରତି ହିଂସା କରିବ। ପ୍ରଥମ ହେଲା ଅହିଂସା। ଦ୍ୱିତୀୟ ହେଲା ସତ୍ୟ, ଅସତ୍ୟ ପଥରେ ଯିବନି, ସତ୍ୟନିଷ୍ଠ ହେବ। ଅହିଂସା ସତ୍ୟ। ଆସ୍ତେୟ, ଆସ୍ତେ ଅର୍ଥ ଚୋରି ନ କରିବ। ଯିଏ ଚୋର ହଉ ତା ମନ ଏ ମନ ସମାନ କରିବ, ଅହିଂସା ଆସ୍ତେ। ବ୍ରହ୍ମଚର୍ଯ୍ୟ, ବ୍ରହ୍ମଚର୍ଯ୍ୟର ଏଠି ଅର୍ଥ ହେଲା 2ଟା। ଗୋଟେ ହେଲା ମାନେ ନାରୀ ସମ୍ଭୋଗରେ ବା ସହବାସରେ ସଂଯତ ହେବ। ଦ୍ୱିତୀୟ କଥା ହେଲା ଯେକୌଣସି ଜିନିଷକୁ ଗୋଟେ କରିବା ଲାଗି ଯେଉଁ ଦୃଢ଼ ମନ ଇଚ୍ଛା, ସେଇଟା ହେଉଛି ବ୍ରହ୍ମଚର୍ଯ୍ୟ। ନା ଅହିଂସା ସତ୍ୟ ଆସ୍ତେ, ବ୍ରହ୍ମଚର୍ଯ୍ୟ, ଅପରିଗ୍ରହ। ଅପ୍ରଗରି ମାନେ ଲୋଭ ନ କରିବା। ଜଣେ IAS ଅଫିସର, ନୂଆ IAS ଅଫିସର, ସେ ଲୋଭ କରିକି ଜେଲ୍ ଗଲା ପଇସା ପାଇଁ। ତେଣୁ ତମେ ଯଦି ଜେଲ୍ ଗଲା ତା ମନକୁ କ'ଣ ସେ ନିୟନ୍ତ୍ରଣ କରିବ? ଚାକିରିର ପ୍ରଥମ ଦିନ, ଚାକିରିର ପ୍ରଥମ ଦିନ ସେ ଯାହା ହବ। ତେଣୁ ଯିଏ ଯୋଗ କରିବ ପ୍ରଥମେ ଏଇ ଜିନିଷ ଗୁଡ଼ା ମାନିବା ଦରକାର। ଅହିଂସା, ସତ୍ୟ, ଆସ୍ତେ ଅର୍ଥ ଚୋରି ନ କରିବା, ବ୍ରହ୍ମଚର୍ଯ୍ୟ ମାନେ କୌଣସି କାର୍ଯ୍ୟରେ ସିଦ୍ଧାନ୍ତ କରିବା ଲୋକ ମନର ଦୃଢ଼ ଇଚ୍ଛା ପ୍ରକାଶ କରିବା। ତାପରେ ହେଉଛି ଅପରିଗ୍ରହ, ମାନେ କୌଣସି ଜିନିଷ ଲୋଭ କରିବନି। ଇଭିନ୍ ଆପଣ ଯଦି ଅଧିକା ଖାଇଲେ ଆପଣ ଦେହ ଖରାପ ହେଲା, ସେ ଖାଇବା ଲୋଭଟାକୁ ଛାଡ଼ିବେ, ପ୍ରତି ଜିନିଷର ଲୋଭଟାକୁ ଆପଣ ଛାଡ଼ିବେ। ଇଏ ଗଲା ଯମ। ତାପରେ ଆସିଲା ଯମ ନିୟମ। ନିୟମରେ କ'ଣ ହେଉଛି? ଯେମିତି ଆମେ ଧାନ ଚାଷ କଲାବେଳକୁ ଆଗ ବିଲକୁ ମାନେ ଚାଷ କଲେ ସବୁ ଘାସ ଫାସ ବାଛି ଦେଲେ, ତାପରେ ତାକୁ ଖତ ଦେଲେ ବଢ଼ିବା ଲାଗି। ସେମିତି ଏ ମନକୁ ପାୱାରଫୁଲ୍ କରିବାକୁ, ଶକ୍ତି ଦେବା ଲାଗି